ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଆଜିଠାରୁ ତିନିଦିନିଆ ହରିୟାଣା, ଚଣ୍ଡିଗଡ଼ ଓ ପଞ୍ଜାବ ଗସ୍ତରେ ଯିବେ ରାଷ୍ଟ୍ରପତି। ମରିସସ୍କୁ ଆସନ୍ତାକାଲିଠାରୁ ଦୁଇଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ସଂସଦ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜିଠୁ ଆରମ୍ଭ। ମୁକ୍ତ ବାଣିଜ୍ୟ ଚୁକ୍ତି ଲକ୍ଷ୍ୟ ନେଇ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ବ୍ରସେଲ୍ସଠାରେ ଆଜିଠାରୁ ଆରମ୍ଭ ହେବ 10ମ ପର୍ଯ୍ୟାୟ ଆଲୋଚନା ଏବଂ ତୃତୀୟ ଥର ପାଇଁ ଆଇସିସି ପୁରୁଷ କ୍ରିକେଟ୍ ଚାମ୍ପିୟନ୍ସ ଟ୍ରଫି ଟାଇଟଲ୍ ହାସଲ କଲା ଭାରତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ତିନିଦିନିଆ ହରିୟାଣା, ଚଣ୍ଡିଗଡ଼, ପଞ୍ଜାବ ଗସ୍ତରେ ଯାଉଛନ୍ତି। ରାଷ୍ଟ୍ରପତି ଆଜି ହିସାରସ୍ଥିତ ଗୁରୁ ଜାମ୍ବେଶ୍ୱର ବିଜ୍ଞାନ ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହାପରେ ସେ ବ୍ରହ୍ମକୁମାରୀ ସଂସ୍ଥାର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ସାମଗ୍ରିକ କଲ୍ୟାଣ ପାଇଁ ଆଧ୍ୟାତ୍ମିକ ଶିକ୍ଷାର ଶୁଭାରମ୍ଭ କରିବେ। ରାଷ୍ଟ୍ରପତି ଆସନ୍ତାକାଲି ପଞ୍ଜାବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଭଟିଣ୍ଡାସ୍ଥିତ ଏମ୍ସର ସମାବର୍ତ୍ତନ ସମାରୋହରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସନ୍ଧ୍ୟାରେ ସେ ମୋହାଲିଠାରେ ପଞ୍ଜାବ ସରକାରଙ୍କ ଦ୍ୱାରା ଆୟୋଜିତ ନାଗରିକ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେବେ। ଆସନ୍ତା ବୁଧବାର ଦିନ ରାଷ୍ଟ୍ରପତି ଚଣ୍ଡିଗଡ଼ସ୍ଥିତ ପଞ୍ଜାବ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ଦୁଇଦିନିଆ ମରିସସ୍ ଗସ୍ତରେ ଯିବେ। ସେଠାରେ ମରିସସ୍ ପ୍ରତିପକ୍ଷଙ୍କ ସହ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମରିସସ୍ର ଜାତୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। 2015 ମସିହା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ଏହା ହେଉଛି ପ୍ରଥମ ମରିସସ୍ ଗସ୍ତ। ଉଦ୍ଘାଟିତ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ସିଭିଲ୍ ସର୍ଭିସ୍ କଲେଜ, ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ର ଆଦି ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପଗୁଡ଼ିକ ଭାରତର ଆର୍ଥିକ ସହାୟତାରେ ସେଠାରେ ନିର୍ମାଣ କରାଯାଇଛି। ମରିସସ୍ରେ ଅବସ୍ଥାପିତ ଭାରତର ଉଚ୍ଚାୟୁକ୍ତ ଅନୁରାଗ ଶ୍ରୀବାସ୍ତବ ଆକାଶବାଣୀ ସମ୍ବାଦ ସହ କଥାବାର୍ତ୍ତାରେ କହିଛନ୍ତି, ଭାରତ ଓ ମରିସସ୍ ମଧ୍ୟରେ ସୁଦୃଢ଼ ଗତିଶୀଳ ଦ୍ୱିପାକ୍ଷିକ ସମ୍ପର୍କ ରହିଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ମରିସସ୍ ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ସହ ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ନେଇ ନୂତନ ମାର୍ଗ ଉନ୍ମୋଚନ କରିବାର ଆଶା କରାଯାଇଛି। ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହେଉଛି। ଆସନ୍ତା ମାସ 4 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ 20ଟି ବୈଠକ ବସିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମଣିପୁର ପାଇଁ ବଜେଟ୍ ଉପସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଗତ ମାସରେ ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂଙ୍କ ଇସ୍ତଫା ପରେ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିବାରୁ ଅର୍ଥମନ୍ତ୍ରୀ ଗୃହରେ ମଣିପୁର ପାଇଁ ବଜେଟ୍ ଉପସ୍ଥାପନ କରିବେ। ଏହି ଅଧିବେଶନରେ 2025-26 ବର୍ଷ ପାଇଁ ଅନୁଦାନ ଦାବି ଏବଂ ଆନୁଷଙ୍ଗିକ ବ୍ୟୟ ମଞ୍ଜୁରୀ ବିଲ୍ ଉପରେ ଆଲୋଚନା ଓ ମତଦାନ ହେବ। ଏହା ବ୍ୟତୀତ ବ୍ୟାଙ୍କିଂ ଆଇନ ସଂଶୋଧନ ବିଲ୍, କୋଷ୍ଟାଲ ସିପିଂ ବିଲ୍ 2024, ଇମିଗ୍ରେସନ୍ ଆଣ୍ଡ ଫରେନର୍ସ ବିଲ୍ 2025 ଏବଂ ରେଳବାଇ ସଂଶୋଧନ ବିଲ୍ ସମେତ ଅନ୍ୟ କେତେଗୁଡ଼ିଏ ବିଲ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ସଂସଦର ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଜାନୁଆରୀ 31ରୁ ଆରମ୍ଭ ହୋଇ ଫେବୃଆରୀ 13 ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ସଂସଦର ଉଭୟ ଗୃହର ମିଳିତ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସହ ଅଧିବେଶନ ଆରମ୍ଭ ହୋଇଥିଲା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ଫେବୃଆରୀ ମାସ ପହିଲାରେ ବଜେଟ୍ ଉପସ୍ଥାପନ କରିଥିଲେ। ଉଭୟ ଗୃହରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିଥିଲେ। ୱାକଫ୍ ସଂଶୋଧନ ବିଲ୍ 2024 ଉପରେ ଯୁଗ୍ମ କମିଟିର ରିପୋର୍ଟ ମଧ୍ୟ ଲୋକସଭାରେ ଏହି ପର୍ଯ୍ୟାୟରେ ଉପସ୍ଥାପିତ ହୋଇଥିଲା। ମହିଳା ସ୍ଥିତି ଆୟୋଗ CSWର 69ତମ ଅଧିବେଶନ ଆଜି ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଆରମ୍ଭ ହେଉଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀଙ୍କ ନେତୃତ୍ୱରେ ଭାରତୀୟ ପ୍ରତିନିଧି ମଣ୍ଡଳୀ ଏଥିରେ ଅଂଶଗ୍ରହଣ କରିଛନ୍ତି। ଏହି ଅଧିବେଶନରେ ମନ୍ତ୍ରୀ ତାଙ୍କର ଭାଷଣ ପ୍ରଦାନ କରିବା ସହ ମନ୍ତ୍ରୀସ୍ତରୀୟ ଆଲୋଚନା ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ମହିଳାଙ୍କର ସାମଗ୍ରିକ ବିକାଶ ଏବଂ ସଶକ୍ତିକରଣ ଦିଗରେ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପଗୁଡ଼ିକ ଉପରେ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ତଥ୍ୟ ଉପସ୍ଥାପନ କରିବେ। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ମହିଳା ଏବଂ ବାଳିକା ସଶକ୍ତିକରଣ ଉପରେ ପର୍ଯ୍ୟବେସିତ ବିଭିନ୍ନ ପ୍ରସଙ୍ଗ ଆଧାରିତ ଆଲୋଚନା ବୈଠକରେ ମନ୍ତ୍ରୀ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। CSW ହେଉଛି ଲିଙ୍ଗଗତ ସମାନତା, ଅଧିକାର ଏବଂ ମହିଳା ସଶକ୍ତିକରଣ ଉପରେ ଆଧାରିତ ଏକ ବୈଶ୍ୱିକ ଆନ୍ତଃ ସରକାରୀ ସଂସ୍ଥା। ଏହି ଅଧିବେଶନ ଆସନ୍ତା 21 ତାରିଖ ପର୍ଯ୍ୟନ୍ତ ଚାଲିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ଚୁକ୍ତି ଲକ୍ଷ୍ୟ ନେଇ ଭାରତ ଏବଂ 27 ରାଷ୍ଟ୍ର ବିଶିଷ୍ଟ ୟୁରୋପୀୟ ସଂଘ ମଧ୍ୟରେ 10ମ ପର୍ଯ୍ୟାୟ ଆଲୋଚନା ଆଜିଠାରୁ ବ୍ରସେଲ୍ସଠାରେ ଆରମ୍ଭ ହେବ। ଏ କ୍ଷେତ୍ରରେ ରହିଥିବା ଆହ୍ୱାନଗୁଡ଼ିକର ସମାଧାନର ମାର୍ଗ ବାହାର କରିବା ଏହି ଆଲୋଚନା ବୈଠକର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ଶେଷ ସୁଦ୍ଧା ମୁକ୍ତ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ନେଇ ଲକ୍ଷ୍ୟ ରଖାଯାଇଛି। ୟୁରୋପୀୟ ସଂଘର ବାଣିଜ୍ୟ ଓ ଅର୍ଥନୈତିକ ନିରାପତ୍ତା କମିଶନର ମାରୋସ ସେଫ୍କୋଭିକ୍ କହିଛନ୍ତି, ଉଭୟ ପକ୍ଷ ଏକ ସନ୍ତୁଳିତ ଏବଂ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଲାଭଦାୟକ ବାଣିଜ୍ୟ ଚୁକ୍ତି ପାଇଁ ପ୍ରୟାସ କରୁଛନ୍ତି। ସୂଚନାଯୋଗ୍ୟ, ଆମେରିକା ପ୍ରଶାସନର ନୂତନ ଶୁଳ୍କ ନୀତି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁରୋପୀୟ ଆୟୋଗର ସଭାପତି ଉର୍ସୁଲା ଭନ୍ ଡେର୍ ଲେୟେନ୍ ଗତ ମାସରେ ଭାରତ ଓ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିକୁ ଚଳିତ ବର୍ଷ ଶେଷ ସୁଦ୍ଧା ଚୂଡ଼ାନ୍ତ କରିବା ଲାଗି ସହମତ ହୋଇଥିଲେ। ଭାରତ କିର୍ଗିଜସ୍ତାନ ମିଳିତ ସ୍ୱତନ୍ତ୍ର ବାହିନୀ ଅଭ୍ୟାସ ଖାଞ୍ଜାର ଦ୍ୱାଦଶ ସଂସ୍କରଣ କିର୍ଗିଜସ୍ତାନଠାରେ ଆଜିଠାରୁ ଆରମ୍ଭ ହେବ। 14 ଦିନ ଧରି ଚାଲିବାକୁ ଥିବା ଏହି ମିଳିତ ଅଭ୍ୟାସ ଆସନ୍ତା 23 ତାରିଖରେ ଉଦ୍ଯାପିତ ହେବ। ସହରାଞ୍ଚଳ ଏବଂ ପାହାଡ଼ିଆ ଅଞ୍ଚଳରେ ଆତଙ୍କବାଦ ମୁକାବିଲା, ସ୍ୱତନ୍ତ୍ର ବାହିନୀ ଅଭିଯାନରେ ଅଭିଜ୍ଞତା ହାସଲ କରିବା ଏହି ଅଭ୍ୟାସର ମୂଳ ଉଦ୍ଦେଶ୍ୟ। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଏହି ଅଭ୍ୟାସରେ ସ୍ନାଇପିଂ, ଜଟିଳ ନିର୍ମାଣ ହସ୍ତକ୍ଷେପ ଏବଂ ପର୍ବତ କୌଶଳର ଉନ୍ନତ ସ୍ୱତନ୍ତ୍ର ବାହିନୀ ଦକ୍ଷତା ବିକାଶ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯିବ। ଏହାଦ୍ୱାରା ଅନ୍ତର୍ଜାତୀୟ ଆତଙ୍କବାଦ ଏବଂ ଉଗ୍ରବାଦର ସମାଧାନ କରିବା ସହିତ ପ୍ରତିରକ୍ଷା ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଉଭୟ ପକ୍ଷଙ୍କୁ ସୁଯୋଗ ମିଳିବ। ଏହି ଅଭ୍ୟାସ ମାଧ୍ୟମରେ ସମ୍ପୃକ୍ତ ଅଞ୍ଚଳରେ ଶାନ୍ତି, ସ୍ଥିରତା ଏବଂ ନିରାପତ୍ତାକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ଓ କିର୍ଗିଜସ୍ତାନ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। 2011ରେ ଏହାର ପ୍ରତିଷ୍ଠା ପରଠାରୁ ଅଭିଯାନ ଖାଞ୍ଜାର ଦ୍ୱାଦଶ ବାର୍ଷିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିକଶିତ ହୋଇଛି। ଗତବର୍ଷ ଜାନୁଆରୀ ମାସରେ ଭାରତରେ ଏହି ଅଭ୍ୟାସର ଶେଷ ସଂସ୍କରଣ ଅନୁଷ୍ଠିତ ହୋଇଥିଲା। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30ରେ ଅନ୍ଲାଇନ୍ ଆର୍ଥିକ ଠକେଇ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ରର ନିର୍ଦ୍ଦେଶକ ନିଶାନ୍ତ କୁମାର ଏବଂ ଦିଲ୍ଲୀ ପୁଲିସ୍ ସ୍ୱତନ୍ତ୍ର ସେଲ୍ର ଯୁଗ୍ମ କମିଶନର ରଜନୀଶ ଗୁପ୍ତା ଏହି ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0112342150 ଏବଂ 011233144444 ନମ୍ବରକୁ ଡାଏଲ୍ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ #AskAIR ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଭାରତ ଆଇସିସି ପୁରୁଷ କ୍ରିକେଟ୍ ଚାମ୍ପିୟନ୍ସ ଟ୍ରଫି ଟାଇଟଲ୍ ହାସଲ କରିଛି। ଦୁବାଇର ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ଠାରେ ଗତକାଲି ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ 4 ୱିକେଟ୍ରେ ପରାସ୍ତ କରି ଭାରତ ଏହି ସଫଳତା ହାସଲ କରିଛି। ଚାମ୍ପିୟନ୍ସ ଟ୍ରଫିର ଏହି ନବମ ସଂସ୍କରଣକୁ ଜିତିବା ସହ ଭାରତ ଏହି ପ୍ରତିଯୋଗିତାରେ ତୃତୀୟ ଥର ପାଇଁ ଟାଇଟଲ୍ ହାସଲ କରିଛି। ପୂର୍ବରୁ 2002ରେ ଶ୍ରୀଲଙ୍କା ସହ ଯୁଗ୍ମ ଭାବେ ଏବଂ ଇଂଲଣ୍ଡକୁ ହରାଇ 2013ରେ ଚାମ୍ପିୟନ୍ ହୋଇଥିଲା। ଗତକାଲିର ମ୍ୟାଚ୍ରେ ଟସ୍ ଜିତି ନ୍ୟୁଜିଲାଣ୍ଡ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ 50 ଓଭରରେ 7 ୱିକେଟ୍ ବିନିମୟରେ 251 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ମିଚେଲ୍ ସର୍ବାଧିକ 63 ରନ୍ ଏବଂ ବ୍ରେସୱେଲ୍ ଅପରାଜିତ 53 ରନ୍ ସଂଗ୍ରହ କରିଥିଲେ। ବିଜୟ ଲକ୍ଷ୍ୟକୁ ଭାରତ 49 ଓଭରରେ 6 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଦଳ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ 76 ରନ୍ ସଂଗ୍ରହ କରିଥିବା ବେଳେ ଶ୍ରେୟସ ଆୟର 48 ଏବଂ କେଏଲ୍ ରାହୁଲ 34 ରନ୍ କରିଥିଲେ। ରୋହିତ ଶର୍ମାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଏବଂ ରଚିନ ରବୀନ୍ଦ୍ରନଙ୍କୁ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଘୋଷଣା କରାଯାଇଛି। ଭାରତୀୟ ପୁରୁଷ କ୍ରିକେଟ୍ ଦଳର ଏହି ସଫଳତା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ମୁର୍ମୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଏହି ଟ୍ରଫିକୁ ତୃତୀୟ ଥର ପାଇଁ ହାସଲ କରିବାରେ ଭାରତ ବିଶ୍ୱର ପ୍ରଥମ ରାଷ୍ଟ୍ର ହୋଇଛି। ଏହି ସଫଳତା ପାଇଁ ପ୍ରତ୍ୟେକ ଖେଳାଳି ଏବଂ ଦଳ ସହ ସଂଶ୍ଳିଷ୍ଟ ପ୍ରତ୍ୟେକ ଷ୍ଟାଫ୍ ପ୍ରଶଂସାର ପାତ୍ର ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାର୍ତ୍ତାରେ କହିଛନ୍ତି, ଏହା ଏକ ଅବିଶ୍ୱସନୀୟ ସଫଳତା। ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ଏହି ସଫଳତା ଐତିହାସିକ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା ଦଳର ଖେଳାଳି ଏବଂ ସପୋର୍ଟିଂ ଷ୍ଟାଫ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ମନ୍ତ୍ରୀ ଜେପି ନଡ୍ଡା, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ସମେତ ମନ୍ତ୍ରିମଣ୍ଡଳର ଅନ୍ୟାନ୍ୟ ସଦସ୍ୟ, କଂଗ୍ରେସର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ଏବଂ ସମାଜର ବିଭିନ୍ନ ବର୍ଗର ଲୋକ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ।
ଆଜିଠାରୁ ତିନିଦିନିଆ ହରିୟାଣା ଚଣ୍ଡିଗଡ଼ ଏବଂ ପଞ୍ଜାବ ଗସ୍ତରେ ଯିବେ ରାଷ୍ଟ୍ରପତି। ମରିସସ୍କୁ ଆସନ୍ତାକାଲିଠାରୁ ଦୁଇଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ସଂସଦ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜିଠୁ ଆରମ୍ଭ ଏବଂ ତୃତୀୟ ଥର ପାଇଁ ଆଇସିସି ପୁରୁଷ କ୍ରିକେଟ୍ ଚାମ୍ପିୟନ୍ସ ଟ୍ରଫି ଟାଇଟଲ୍ ହାସଲ କଲା ଭାରତ। ସମ୍ବାଦ ଶେଷ ହେଲା।